ଅସ୍ତମସ୍ତ ଶନି ଯଦି ଅଛି ତାହେଲେ ପିଛଡ଼ା ହୁଆ ଲୋକ, ଜନତା, ସମାଜ, ଯୋଉମାନେ ଗରିବ ତବକାର ଲୋକ, ଯୋଉମାନେ ନିଚ ତବକାର ଲୋକ, ସେଇଭଳିଆ ଲୋକମାନଙ୍କ ପାଇଁ ରୋଜଗାରର ବ୍ୟବସ୍ଥା କରିବ। ତାଙ୍କ ପାଇଁ ସେମାନେ କେମିତି ଯୁବକ ପିଲା କଲେଜ ପିଲା, ଷ୍ଟୁଡେଣ୍ଟ, ଗରିବ ପିଲା ଯୋଉମାନେ ଆଜି ବେରୋଜଗାର ହେଇକି ବୁଲୁଛନ୍ତି ସେମାନଙ୍କୁ ମାର୍ଗଦର୍ଶନ ଦେବ। ସେମାନେ କେମିତି ରୋଜଗାର କରିବେ, ବନ୍ଧ ଦେଖେଇ ଦବ, ମାଛ ଧରିବା ଶିଖେଇ ଦବ, ମାନେ ମାଛ କଥା କହୁନି, ରୋଜଗାର କରେଇବା, ସଦ୍ ମାର୍ଗରେ କେମିତି ପଇସା କମେଇବେ, ସୋସିଆଲ ୱାର୍କ। ତମ ମାର୍ଗଟା ହଉଛି ସୋସିଆଲ ୱାର୍କ, ବୁଝିହଉଛି? ଯଦି ସୋସିଆଲ ୱାର୍କ କଲ, ଶନି ମହାଦଶାରେ ଓଡ଼ିଶାର ସୁନାମ ଧନ୍ୟ ବ୍ୟକ୍ତି ହେଇଯିବ। କାହିଁକି? ଏକାଦଶରେ ଗୁରୁ ବସିଛି, ଏକାଦଶସ୍ଥ ଗୁରୁ, ଠିକ ଅଛି? ତେଣୁ ଏକାଦଶସ୍ଥ ଗୁରୁର ଷ୍ଟୋରି ତ ବହୁତ ଥର ଶୁଣିଥିବ ତମେ, ରାଷ୍ଟ୍ରପତି। ହଁ, ତେଣୁ ଫ୍ୟୁଚର ଏଠି ବ୍ରାଇଟ୍ ହବ, କିଛି ଅସୁବିଧା ନାହିଁ। କିନ୍ତୁ ତମକୁ ଆଗ ଏଇଟା କଲେ ଏଇଟା ମିଳିବ, ବୁଝି ହଉଛି ନା ନାହିଁ? ଯଦି ସମାଜରେ ଲୋକମାନଙ୍କର କଲ୍ୟାଣ କରିବ, ନିଃସ୍ୱାର୍ଥପର ଭାବରେ ସେବା କରିବ, ଜନତା ମାନଙ୍କର ସାହାଯ୍ୟ କରିବ, ତାହେଲେ ତମକୁ ରାଜନୀତି କ୍ଷେତ୍ରରେ ଆପେ ଆପେ ରାସ୍ତା ଖୋଲିବ ଏବଂ ତମକୁ ମାନ ସମ୍ମାନ ପ୍ରାପ୍ତି ଏବଂ ଅହଦା ଇତ୍ୟାଦି ସବୁ କିଛି ମିଳିବ। ଶନି କହୁଛି ତୁ ମୋ କର୍ତ୍ତବ୍ୟ କର, ମୁଁ ତତେ ସବୁ କିଛି ଦେଇଦେବି। ତ ସେଇ ଯୋଉ କର୍ତ୍ତବ୍ୟ, ଶନିର କର୍ତ୍ତବ୍ୟଟା ବୁଝିବାକୁ ପଡିବ। ଯଦି ସେଇଟା ବୁଝିଗଲ ଯେ ନାଇଁ ମତେ ସମାଜର ପିଲାମାନଙ୍କ ପାଇଁ କାମ କରିବାର ଅଛି ଏବଂ ତାଙ୍କର କଲ୍ୟାଣ ପାଇଁ କାମ କରିବାର ଅଛି, ତାହେଲେ ସବୁ କ୍ଷେତ୍ରରେ ସଫଳତା ଆଣିକି ଶନି ରଖିଦବ ଜୀବନରେ। ଖରାପ ହବ ବୋଲି କହୁଛି କହିବାର ଜିନିଷ ନାହିଁ। ଯେତେବେଳେ ଲଗ୍ନ ଠାରୁ ଦଶମ ସ୍ଥାନରେ କେତୁ ବସିଲା, ସିଏ ତମେ ଯୋଉ କାମ କର ସେଇଠୁ କଣ କରିବ, ତମକୁ ଭେରିଏସନ୍ସ କରେଇଦବ, ଡିଫରେନ୍ସ କରେଇବ, ଠିକ ଅଛି? ଏବଂ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଟ୍ରାନ୍ସଫରେବଲ, ଗୋଟେ କାମରୁ ଆଉ ଗୋଟେ କାମକୁ ସ୍କିପିଂ କରେଇବା, ଏସବୁ କାମ କରେଇବ, ଠିକ ଅଛି? ତ ଏଇଠି ତମେ ଯଦି କହିବ ଯେ ନାଇଁ ମୁଁ ଗୋଟିଏ ବିଜନେସ କରିଦେବି ଆଉ ଠିଆ ହେଇଯିବି, ପସିବଲ ନୁହଁ। ସମୟ ଅନୁସାରେ କଣ ହବ ନା, ମନକୁ ମାନେ ଚନ୍ଦ୍ରମାକୁ ଡିଫରେଣ୍ଟ କାମର ଆଇଡିଓଲୋଜି ତମ ଭିତରେ ଆସିବ। ଯେମିତି ରେଲୱେରେ କାମ କଲ, ତାପରେ ସେଠୁ ବନ୍ଦ ହେଇଗଲା, ତମେ ଇରିଗେସନରେ ଗଲ, ଇରିଗେସନ ବନ୍ଦ ହେଇଗଲା, ଫ୍ୟାକ୍ଟ୍ରିରେ କଲ, ଫ୍ୟାକ୍ଟ୍ରି ବନ୍ଦ ହେଇଗଲା, ତମେ ଚାଲିଲ ହୋଟେଲ କଲ, ହୋଟେଲ ବନ୍ଦ। ତ ଏଇ ଯୋଉ କେତ ଛୁଡାଏ କ୍ଷେତ, 10th ରେ ଯଦି କେତୁ ବସିଲା, ଗୋଟେ ଗୋଟେ କାମ କରୁଥିବ, ଗୋଟେ ଗୋଟେ ଛଡେଇ ଚାଲିଥିବ, ଗୋଟେ ଗୋଟେ ବସିବ, ଗୋଟେ ଗୋଟେ ଛଡେଇ ଚାଲିଥିବ, ଠିକ ଅଛି? ତ ଏଇଠି ଫିକ୍ସ ଲେଭେଲକୁ ବିଲ୍ଡଅପ୍ କରିବାଟା ମୁସ୍କିଲ ହୁଏ। କିନ୍ତୁ ଶନି 7.5 ଯେତେବେଳେ ପଡେ ଲାଇଫରେ, କର୍ମ କ୍ଷେତ୍ରରେ ଚେଞ୍ଜେସ୍ ଆସିବା, ନୂଆ କାମ ଜୀବନରେ ଆସିବା, ଏଇଟା ସ୍ୱାଭାବିକ ହେଇଯାଏ। ତମେ ତମ ଇନଭେଷ୍ଟମେଣ୍ଟ ପଶେଇବ ନାହିଁ। ଯଦି ମାଛ ତେଲରେ ମାଛ ଭାଜି ହଉଛି, କହାବତ ଅଟେ, ମାଛ ଭାଜିବା କଥା କହୁନି, ଯଦି ମାଛ ତେଲରେ ମାଛ ଭାଜି ହଉଛି ତାହେଲେ କାମ କର, କିନ୍ତୁ ନିଜେ ଋଣ ବାଡି ହେଇକି ଇନଭେଷ୍ଟ କରିକି ଡେଇଁବ ନାହିଁ। ଶନି 7.5 ପିରିୟଡ, ଶନି ମହାଦଶା ପିରିୟଡ, ପ୍ରତ୍ୟେକ ଜିନିଷରେ ଲେଟ୍ ହେବାଟା ସ୍ୱାଭାବିକ ଅଟେ, କିନ୍ତୁ ହବ। କୁଣ୍ଡଳୀରେ ମଜବୁତି ଅଛି, ହବ ଜରୁର, କିନ୍ତୁ ଧୀରେ ହେବ। ଆଉ ଯୋଉ ରେମେଡି ବତେଇଲି, ସେ ରେମେଡି ଗୁଡାକ ଯଦି କଲ, କିଛିଟା ଲେଟ୍ କମିଯିବ, କିଛିଟା ଶୀଘ୍ର ହବାର ସମ୍ଭାବନା ଅଛି। କିନ୍ତୁ ସବୁ ଇମିଡିଏଟ ହେଇଯିବ, ଏଇଟା କୁଣ୍ଡଳୀ ବର୍ତ୍ତମାନ ଦେଖଉ ନାହିଁ। ସପ୍ତମ ସ୍ଥାନରେ ମଙ୍ଗଳ, ଆହୁରି ବଢିଆ ହେଇଗଲା, ପ୍ରଚଣ୍ଡ ପରାକ୍ରମୀ ତମେ, ବହୁତ ମେହନତି ତମେ, ଠିକ ଅଛି? ମେହନତ କଷରେ ତମେ ଠକିବା ଜନ୍ତୁ ନୁହଁ, ହାରିବା ଜନ୍ତୁ ନୁହଁ, ରାତି ଦିନ କାମ କରିବାର ଜନ୍ତୁ ଅଟେ। ତେଣୁ ଏଇଭଳିଆ ଲୋକ କେବେ ହାରନ୍ତିନି ଜୀବନରେ, ସବୁ କ୍ଷେତ୍ରରେ ରାସ୍ତା ବାହାର କରିକି ପାର ହେଇଯାଆନ୍ତି, ବୁଝିହଉଛି? ତେଣୁ ସେ ଦୃଷ୍ଟିରୁ ଚିନ୍ତା କରିବାର ନାହିଁ। ପ୍ରୋବ୍ଲେମ ହବ, ସେଟା କେହି ରୋକିପାରିବେ ନାହିଁ। ଶନି ମହାଦଶା ମାନେ ଆଉ ନିଚସ୍ଥ ଶନି ମାନେ ପ୍ରୋବ୍ଲେମ ଇଜ ପ୍ରୋବ୍ଲେମ, ଓକେ? ଆସିବ ପ୍ରୋବ୍ଲେମ, କିନ୍ତୁ ସେ ସବୁ ଜିନିଷ ଓଭରକମ କରିକି ତମେ ପଳେଇଯିବ। ଯୋଉ ରେମେଡି ବତେଇଲି, ସେ ରେମେଡି ଅନୁସାରେ ଯଦି ଚାଲିଲ, ସେ ସବୁ ପ୍ରୋବ୍ଲେମ ଆସିବେ, ପିନ୍ ଗୋଟେ ବି ଗେଞ୍ଜିବେନି, ପଳେଇବେ। ଆଉ ଯଦି ନ କଲ ତାହେଲେ କଷ୍ଟ ଅଛି। ଶନି ମନ୍ତ୍ରର ଜପ ହବ ଆଉ କାଳୀ ମନ୍ତ୍ରର ଜପ ହବ ରେଗୁଲାର। ଯୋଉ ମନ୍ତ୍ରଟା ସହଜ ଲାଗିଲା ସେଇ ମନ୍ତ୍ରର ଜପ କର, କିଛି ଅସୁବିଧା ନାହିଁ, ଠିକ ଅଛି? ଏଇ ସବୁ ଯାହା କରିବା ପାଇଁ ହେଲେ ଗୁରୁ ଦୀକ୍ଷା ଦରକାର।
ଗୁରୁ ତମେ ଜରୁର ଗୁରୁ ଧାରଣ କରିବ, ଗୁରୁମୁଖୀ ହବ। ଠିକ ଅଛି, ଗୁରୁମୁଖୀ ଗୁରୁ ଦୀକ୍ଷା କେମିତି ନିଆଯାଏ, ଗୁରୁ କେମିତି ପାୟାଯାଏ, ଇଏ ସବୁଠୁ ବଡ଼ ପେଚିଦା ପ୍ରଶ୍ନ।